ଶୁଣନ୍ତୁ ଲୋକମାନେ ତ ଚାହୁଁଛନ୍ତି ନରେନ୍ଦ୍ର ମୋଦୀ କେନ୍ଦ୍ର ରହିଲା, ଓଡିଶାରେ ମୋହନ ସରକାର, ମୋହନ ଚରଣ ମାଝୀ ସେ ମୁଖ୍ୟମନ୍ତ୍ରୀ ରହିଲେ। ବିଶେଷ କରି ଆମର ମନମୋହନ ସାମଲ ଯେ ଭଦ୍ରକର ଯେ ନେତୃତ୍ୱ ବା ଓଡିଶା ଯେ ନେତୃତ୍ୱ ନେଉଛନ୍ତି ସେ ଆମର ଭଦ୍ରକ ଲୋକ। ଯାହା ହଉ ତାଙ୍କର ବିଜେପିର ଯୋଉ କାର୍ଯ୍ୟକଳାପ, ଯୋଉ କାର୍ଯ୍ୟ ସାଙ୍ଗେ ସାଙ୍ଗେ ଯୋଉ କାର୍ଯ୍ୟ ସମାଧାନ ହେଉଛି ଲୋକମାନଙ୍କର, ଆଉ ସେଥିପାଇଁ ଆକୃଷ୍ଟ ହେଇକି ଲୋକମାନେ ଚାହୁଁଛନ୍ତି ବିଜେପିରେ ମିଶିବା ପାଇଁ। ତେଣୁ ଆମର ଯୋଉମାନେ ସବୁ ପଥ ପ୍ରଦର୍ଶକ ବା ଆମକୁ ଯୋଉମାନେ ଅନୁକରଣ କରୁଥିଲେ ସେମାନେ ମଧ୍ୟ ଚାହୁଁଛନ୍ତି ଯେ ଆମେ ବିଜେପିର ଭାଇ ମିଶିବୁ, ଆଉ ଆପଣଙ୍କୁ ନେଇକି ହିଁ ମିଶିବୁ। ସେଥିପାଇଁ ମୁଁ ଅଣ୍ଡନ ହେଲି। ତେଣୁ ଲୋକମାନେ ଯଦି ଚାହୁଁଛନ୍ତି ବିଜେପିରେ ମିଶିବା ପାଇଁ, ଠିକ ଅଛି, ମୁଁ ତ ଲୋକଙ୍କୁ ନେଇକି ନା, ଲୋକମାନେ ଯଦି ଚାହୁଁଛନ୍ତି ବିଜେପିରେ ମିଶିବା, ଠିକ ଅଛି, ମୁଁ ତାଙ୍କ ସାଙ୍ଗରେ ବି ମିଶି ଯାଉଛି। ଟିକେ ମୁଁ ସାର୍ ଆପଣଙ୍କ ଟିକେ ପ୍ରତିକ୍ରିୟା ଚାହିଁବି ଯେ ଅନେକ ଲୋକ ଯୋଉମାନେ ରାଜନେତା ମାନେ ଯେତେବେଳେ ଦଳ ଛାଡନ୍ତି ସେମାନେ ସମସ୍ତ କୁହନ୍ତୁ ଆମେ ଲୋକଙ୍କ ସହିତ ଅଛୁ, ଲୋକମାନେ ଚାହୁଁଛନ୍ତି, ପ୍ରକୃତ ଲୋକମାନେ ଚାହାନ୍ତି ନା ଆପଣ ନିଜର ସ୍ୱାର୍ଥ ପାଇଁ ଆପଣ ଚିନ୍ତା? ନା ନା, ଲୋକମାନଙ୍କର ଚିନ୍ତାଧାରା ଲୋକମାନଙ୍କୁ ନେଇକି ହିଁ ଆମେ ଚାଲିଛୁ। ଲୋକମାନେ ନଥିଲେ ଆମ ପାଖରେ, ତାଙ୍କର ଚିନ୍ତାଧାରା ନଥିଲେ ଆମେ କୋଉଠି କାଲି ଯୋଉ 300 ଲୋକ ଧର ଯିବେ। ତେଣୁ ଲୋକମାନେ ଚାହୁଁଛନ୍ତି। ମୁଁ ବି ମନସ୍ଥ କରିଛି ମୁଁ ଯେ ବିଜେଡିର ଛାଡିକି ମୁଁ କିନ୍ତୁ ବିଜେପିରେ ମିଶିବି ଏବଂ ଲୋକମାନଙ୍କ ପାଇଁ କାମ କରିବି। ଆପଣ ସରପଞ୍ଚ ଥିଲେ, ସମିତି ସଭ୍ୟ ଥିଲେ, ଆପଣଙ୍କର ସହଧର୍ମିଣୀ ମଧ୍ୟ ଜିଲ୍ଲା ପରିଷଦ ଥିଲେ ଏବଂ ଦୀର୍ଘ ବର୍ଷ ଧରିକି ବିଜୁ ଜନତା ଦଳର ଆପଣ ଜଣେ ମୁଖ୍ୟ କାର୍ପଡ଼ଦାର ଥିଲେ। ହଠାତ୍ ଏମିତି କଣ ଘଟଣା ଘଟିଲା ମାତ୍ର 1.5 ବର୍ଷ ଭିତରେ ଆପଣ ଚାହିଁଲେ ଏଇ ଦଳ ଛାଡିଦେବା ପାଇଁ? ଗୋଟେ କଥା କହିଲି ବା, ଲୋକମାନଙ୍କର ଯେତେବେଳେ ଚିନ୍ତାଧାରା ହେଲା ଯେ ନା ଆମେ ସମସ୍ତେ ଯେ ଭାରତୀୟ ଜନତା ପାର୍ଟିରେ ଯୋଗ ଦମୁ, ଆପଣଙ୍କୁ ନେଇକି ହିଁ ଯୋଗ ଦମୁ, ଆଉ ସେଥିପାଇଁ ମୁଁ ମନସ୍ଥ କଲି ଯେ ମୁଁ ବିଜେପିର ମିଶିଲେ ବା ଭାରତୀୟ ଜନତା ପାର୍ଟିରେ ମିଶିଲେ ଲୋକମାନଙ୍କର କାମ ହବ, ଲୋକମାନଙ୍କର ଇଚ୍ଛା ପୂରଣ ହବ, ଗାଁ ଗହଳିରେ କାମ ହବ, ଲୋକମାନଙ୍କର ଯୋଉ ଉନ୍ନତିମୂଳକ ଚିନ୍ତାଧାରା ନେଇଛନ୍ତି, ବିକାଶର ଚିନ୍ତାଧାରା ନେଇଛନ୍ତି, ତେଣୁ ସେଟା ଉନ୍ନତି ହବ। ଆଉ ଆମେ ଯଦି ସରକାର ରହିଲୁ, ଯଦି କାମ ହବ, କାମ ଆଗେଇ ଚାଲିବ। ଆମେ ଯଦି ସରକାର ନ ରହିବୁ କାମ ବି ହେଇପାରିବନି, କିଛି କାମ ହେଇପାରିବନି। କାମ ହେଲେ ବି ବିଭିନ୍ନ ପ୍ରକାର ବାଧା ସୃଷ୍ଟି ହବ। ତେଣୁ ଆମେ ସ୍ରୋତର ଅନୁକୂଳରେ ଯିବା ହିଁ ଠିକ ହବ। ସାର୍ ମୁଁ ଆପଣଙ୍କର ପରମିଶନ ନେଇକି ଆପଣ ଯାହା ବକ୍ତବ୍ୟ ଦେଲେ, ଆପଣଙ୍କର ଭିଜୁଆଲ ନେଇକି ତାକୁ ପକେଇକି ମୁଁ ମୋ ଏଥିରେ ନ୍ୟୁଜ ବଜେଇ ପାରିବି କି ସାର୍? ହଁ, ନିଶ୍ଚୟ ବଜେଇ ପାରିବେ। ଆଜ୍ଞା, ଧନ୍ୟବାଦ ସାର୍। ଧନ୍ୟବାଦ। ଆଜ୍ଞା। हॉलमार्क ऑर्नामेंट्स स्वप्नरू सत जाए।